तो बुली जाओ आमे 3 थर स्लोगान दबा प्रथमे मु देवी तापर आपण समझ एकाडी देबे आग उत्कल आराध्य देवता जय जगन्नाथ जय जगन्नाथ जय जगन्नाथ जय नबी जय नबी जय नबी जय शंकर जय शंकर जय शंकर बिजू जनता दल जिंदाबाद बिजू जनता दल जिंदाबाद बिजू जनता दल जिंदाबाद बिजू बाबू अमर रहे बिजू बाबू अमर रहे बिजू बाबू अमर रहे जय जगन्नाथ गोपाल भी कहते जे मुख्यमंत्री नवीन पट्टनायक जो स्वच्छ भावमंत्री कार्यावली और ओडिशा को विकास पथर आगे नापी जो पदक्षेप ताहा आकर्षित कर मुख्यमंत्री नीति आदर्श विजु जनता दल नीति आदर्श से आकर्षित हो विजु जनता दल विजु भारतीय जनता पार्टी त्याग कर विजु जनता दल जोड़ देते एकाम्र निर्वाचन मंडल जो जनहितकर कार्य विकासमूलक कार्यक्रम होगा चालू रही योगदान निश्चित भाव में आगामी दिन में अनेक कार्य रही जो योगदान फल से संपूर्ण हो छवि कथा कहि से विशेषकर महिला संगठन क्षेत्र में बहुत दक्षता अच्छी लक्ष्य कर गोपाल हो आम मो सान भाई एवं सी भी सांस्कृतिक क्षेत्र में आपण मैंने देखिए अनेक तार अवदान अच्छी अन्य समस्ते अमरेन्द्र तार सोशल मीडिया से बहुत एक्टिव तेणु ये समस्ते मिलित भाव निश्चित भाव एकाम निर्वाचन मंडल विजु जनता को सशक्त कर योगदान पुनर्बार स्वागत करुच्ची अभिनंदन समस्त विद्यालय आरंभ बीजेपी आज 7 वर्ष काम करी विकासमूलक कार्य देखा पाई केवल मानने नवीन मुझे एकाम निर्वाचन मंडल भी मुझे रोचे भाईना पाखे मुझे देखुची भाईना जी कम मानने आम निर्वाचन मंडल जी कम है माने देखिले आप कहीं अविश्वास करेंगे ना कारण मुझे से जो जिनस भाईना को जहाँ शिखिली तेणु मुझे भावुची मोर मानने भाईना पाखक आसिक मुझे किसी भूल कर नवीन जो मानने कार्य कार्य कम चली कौन सी राज्य सरकार एमती करें ना मुझे ग्यारंटी देवी तो कौन सी राज्य सरकार करें आमर एकाम्र निर्वाचन मंडल कौन माने कौन होता कौन बर्तमान सबू भाईना सबू अशोक भाईना नेतृत्व में सबू कम माने सरला जहाँ भी अच्छी बर्तमान जो आम आसलु भाईना घरक बर्तमान आम जिते महिला अच्छु समस्ते भाईना पछे रही थी मु मरवा पर्यंत ए भाईना पाखे थी।
ଅନୁଷ୍ଠିତ ହେଉଛି 51 ଭୁବନେଶ୍ୱର ଆସେମ୍ବଲି କନଷ୍ଟିଚ୍ୟୁଏନ୍ସିର ବିଶାଳ ପର୍ବ। ଏବେ ଆମ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ବାହାରେ ସମସ୍ତଙ୍କୁ ବିଧିବଦ୍ଧ ଭାବରେ ଆମ ଦଳକୁ ସ୍ୱାଗତ କରିଛନ୍ତି। ଆମ ଗହଣରେ ଅଛନ୍ତି 26 ଭାଇସ୍ ପ୍ରେସିଡେଣ୍ଟ ବିଜୟ ମହିଳା ମୋର୍ଚ୍ଚା ଓଡ଼ିଶାର ପ୍ରଭାରୀ ଥିଲେ, ଏବେ ଆନୁଷ୍ଠାନିକ ଭାବରେ ସେ ଆମ ଦଳକୁ ଜଏନ୍ କରିଛନ୍ତି। ଆମ ସାଙ୍ଗରେ ଅଛନ୍ତି ଗୋପାଳ ମକଦମ ବାବୁ, ସେ ଆମ ସାଙ୍ଗରେ ଜଏନ୍ କରିଛନ୍ତି। ଆମ ସାଙ୍ଗରେ ସିଏ ଥିଲେ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଲିଙ୍ଗରାଜ ମଣ୍ଡଲ ଭାରତୀୟ ଜନତା ପାର୍ଟିର ଭୁବନେଶ୍ୱର। ତା ସାଙ୍ଗରେ ଅଛନ୍ତି ମନୋଜ ଦୋରା ଖଣ୍ଡଗିରି ମଣ୍ଡଲ ସମ୍ପାଦକ ଭାରତୀୟ ଜନତା ପାର୍ଟି। ଆମ ସାଙ୍ଗରେ ଅଛନ୍ତି ଅମରେନ୍ଦ୍ର ଗରବଡ଼ୁ ବାବୁ ପୂର୍ବତନ ସମ୍ପାଦକ ପୂର୍ବତନ ଉପସଭାପତି ଲିଙ୍ଗରାଜ ମଣ୍ଡଲ ଭାରତୀୟ ଜନତା ପାର୍ଟି। ଦେବରାଜ କବି ଆମ ସାଙ୍ଗରେ ଅଛନ୍ତି। ସନ୍ତୋଷ କୁମାର ବାବୁ ସନ୍ତୋଷ କୁମାର ମହାନ୍ତି ଆମ ସାଙ୍ଗରେ ଲାଷ୍ଟରେ ଅଛନ୍ତି। ଆମ ସାଙ୍ଗରେ ଧୀରେ ଧୀରେ ବିଜୁ ଦଳ ସାଙ୍ଗରେ ଭୁବନେଶ୍ୱର 51 କନଷ୍ଟିଚ୍ୟୁଏନ୍ସିରୁ ବହୁତ ଟାଣୁଆ ଭାରତୀୟ ଜନତା ପାର୍ଟିର ଲିଡରସିପ୍ ଆଜି ଆମ ଗଣରେ ମିଶିଛନ୍ତି। ମୁଁ ଏବେ ଅନୁରୋଧ କରୁଛି ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସେ ତାଙ୍କ ବିରୋଧୀ ଦଳ ଯେଉଁ ଢା ମିଛ କଥା କହୁଛନ୍ତି ଏବଂ ରାଜରାସ୍ତାରେ ଢେଣ୍ଡୁରା ପିଞ୍ଚୁଛନ୍ତି, ସେଇଟା ଗୋଟେ ମାନେ ଯେଉଁ କହନ୍ତିନି ଭୋକରେ ତାଟିଆ କାମୁଡ଼ିବା ସହିତ ସମାନ ବୋଲି ମୁଁ ଆଜି ମନେ କରୁଛି। କାରଣ ଆଜି ଟୁରିଜମ୍ କ୍ଷେତ୍ରରେ ହେଉ, ଶିଳ୍ପାୟନ କ୍ଷେତ୍ରରେ ହେଉ, କ୍ରୀଡ଼ା କ୍ଷେତ୍ରରେ ହେଉ, ଆମର ଯେଉଁ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯୋଜନା ଗୁଡ଼ିକ ଅଛି ତା କ୍ଷେତ୍ରରେ ହେଉ, ଏବଂ ଯେଉଁ ସବୁଠାରୁ ବଡ଼ କଥା ଆଜ୍ଞା, ମାନେ ବିଶ୍ୱାସ କରିବେନି, ଯେଉଁ BSK କାର୍ଡ଼ ଆଜି ସେଇଟା ଏତେ ବଡ଼ ମୂଲ୍ୟବୋଧ ହୋଇଛି। ସେ କାର୍ଡ଼କୁ ଯେଉଁମାନେ ହସ୍ପିଟାଲକୁ ଯାଇକରି ଚିକିତ୍ସିତ ହୋଇଛନ୍ତି ସେ ଜାଣିଛନ୍ତି। କାରଣ ପଇସାର ଏତେ ଆବଶ୍ୟକତା ଜନମାନସରେ ରହିଛି, ଆମେମାନେ ଖାଲି କହିଲେ ହେବ ନାହିଁ। ଗୋଟେ ଲୋକ ହସ୍ପିଟାଲ ଯାଉଛି, ତା ପାଖେ 10,000 5,000 10 ଟଙ୍କାଟି ବି ନାହିଁ, ସେତେବେଳେ ତା ପାଖେ ଏଇ କାର୍ଡ଼ ଏଇ ସମ୍ବଳ ସଦୃଶ ଠିଆ ହେଉଛି ଏବଂ ତାକୁ ଚିକିତ୍ସା ଦେଇକି ସେଠୁ ରୋଗମୁକ୍ତ କରି ଆଣୁଛି। ମୁଁ ଧନ୍ୟବାଦ ଦେବି ନବୀନ ପଟ୍ଟନାୟକ ମହୋଦୟଙ୍କୁ, 5T ସଚିବ ମହୋଦୟଙ୍କୁ ଏବଂ ଉପସ୍ଥିତ ଅତିଥିମାନଙ୍କୁ ମହୋଦୟଙ୍କୁ, ଯେଉଁମାନେ এই କାର୍ଯ୍ୟକୁ ଏତେ ତ୍ୱରାନ୍ୱିତ ଭାବରେ ସାରା ଓଡ଼ିଶାରେ 4.5 କୋଟି ଓଡ଼ିଆଙ୍କ ଭିତରେ ପ୍ରାଣର ପ୍ରଚେଷ୍ଟା କରିଛନ୍ତି। ଆଜି ମନ୍ଦିର ସବୁ ଯେଉଁ ମନ୍ଦିର ଅବହେଳା ହୋଇ ପଡ଼ିଥିଲା, ଆଜି ସବୁ ମନ୍ଦିର ହସି ଉଠୁଛି। ଆଜି ଲୋକମାନେ ଦୂର ଦୂରାନ୍ତରୁ ଯାଇ ଆନନ୍ଦର ସହିତ ଦର୍ଶନ କରୁଛନ୍ତି। ଆଉ କ'ଣ କହିବା ଆଜ୍ଞା, ତାଙ୍କର ଯେଉଁ କହନ୍ତିନି ଭଗବାନ ତାଙ୍କର ଯେଉଁ ବୟସ ଆହୁରି ବୃଦ୍ଧି କରନ୍ତୁ, ସେ ଦୀର୍ଘାୟୀ ହେଇଥାନ୍ତୁ ଏବଂ ଆମକୁ এইভাবে ভাবে সুশাসন প্রদান করতু। জয় শঙ্খ। ମୁଁ ଖଣ୍ଡଗିରି ମଣ୍ଡଳର ସେକ୍ରେଟାରୀ ଥିଲି ଆଉ ବିଜେପିରେ ବହୁତ ଦିନ ହେଲାଣି ମୁଁ କାମ କରି ଆସୁଥିଲି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନୀତି ଆଦର୍ଶ କଥା କମ୍ କାମ ବେଶୀ ତାଙ୍କର ଦେଖିଲି ବହୁତ ଡେଭଲପ୍ ହେଉଛି। ଆଉ ତାଙ୍କ ପ୍ରେରଣା ଆଉ ଭାଇନାଙ୍କର ଆମ 65 ନମ୍ବର ୱାର୍ଡ଼ରେ ବହୁତ କିଛି ଡେଭଲପ୍ ହେଉଛି। ତାଙ୍କୁ ମାନେ ଏତେ କାମ ହେଉଛି, ମୁଁ ସେଥିପାଇଁ ତାଙ୍କ ପାଖରେ ସ୍ଥିର ରହୁନି। ଆଉ ସେଥିପାଇଁ ମୁଁ ଆଜି ଭାଇନାଙ୍କ ହାତ ଧରିଛି। ଭାଇନାଙ୍କ ହାତ ଧରି ମୁଁ 65 ନମ୍ବର ୱାର୍ଡ଼ ଶଙ୍ଖ ଆଉ ବିଜେପିକି ଆଗେଇ ନେବା ପାଇଁ ମୁଁ ଚେଷ୍ଟା କରିବି। ଆଉ ଜୟ ଶଙ୍ଖ, ଅଶୋକ ଭାଇନା ଜିନ୍ଦାବାଦ, ଜୟ ନବୀନ।